निमंत्रित समस्त अतिथि को मोर हार्दिक अभिनंदन। बंधुगण, आपण मान उद्देश्य मु बृहस्पति चलन विषय कहूली, किंतु समय मते बाधा देला एवं निर्देश देला जे मासिक राशिफल कही जाओ बाबू, तापरे बृहस्पति विषय कहब। एणु रखिली, आरंभ कली। काली तो सरथिला तुला राशि उपरे, आज आम आलोचना करवा बिछा राशि उपरे। एप्रिल 14 ठारू मे 14 जाए बिछा राशि बंधुगण की प्रकार समस्या को समाधान करिवे, किभली सेमानकर जीवन सुख डंगारे ए विषम सागर पारी हेबो, ये विषय एक दीर्घ प्रबंध पाठ करिवा। आपण जानती, मो जाने, से जाने, समस्ते जानती जे यही मार्च मास जे काली पड़े गला, से 29 तारीख रे आम ऊपर गोटे बोझ लदी गला जे शनि महाराज कुंभ राशि मीन राशि को यात्रा कले। मीन राशि रे पूर्वरु थिले राहु, बुध, शुक्र आउ रवि। सेठी गले किए शनि, पंचग्रह कूट। से माने समस्ते मिलित भाव एक मंत्रणा कले, जदि सूक्ष्माद सूक्ष्म आलोचना करिबा जे माने समस्ते पाप ग्रह। शुक्र शुभ ग्रह, किंतु जो घरे सबुआड़े कला लगी एवं सांगे सांगे लगी, से घर को जेते शुभ्र धड़ा धवलित पोशाक पिंधि गले, से पोशाक कला लगी। राहु, शनि, रवि, बुध एमाने समस्ते पापग्रह। तांको मध्य अछंती किए शुक्र, से भी पापी। एणु विश्वर अवस्था बड़ शोचनीय हवा जाऊँगी। केतेबेले कोठी भूमिकंप हम, केउठी रेल दुर्घटना हम, केउठी धन जीवन हानि हम, ता कल्पना भी करि हबनी। तथापि मु कहिबी आपण मानकु जे बिछा राशि प्रति शनि चलन रे जदिओ शुभ नहीं कि लाभ नहीं, चंद्र शुभ थिला बेले शनि चलन होइथिबारु बिछा राशिर नक्षत्र त्रय अभाव कौन अनुभव करि पारिबेनी। या छड़ा सेतेबेले कहिथिली, एबे कहूची बिछा राशिर समस्त व्यक्ति यह अवगत हुंतु जे शनि केवल जन को डरती, से हेले दक्षिण कालिका। दक्षिण काली को दंडवत प्रणाम करंतु प्रत्यह। जोठ थांतु आपण जेतेबेले जेउठी टिके शुद्धबुत्त भाव थिबे प्रणाम करिवे। मंदिर गले आउटे भल। ओम दक्षिण कालिकाई विद्महे श्मशानवासिन्यै धीमहि तन्न गौरी प्रचोदयात्। यही गायत्री मंत्र को पाठ करतु अति कम 8 थर, मंगल हम ना। हो
ପୃଷ୍ଠା ଉଲ୍ଟେଇବା। ଏବେ ଦେଖିବା ପ୍ରଥମ ପୃଷ୍ଠରେ ପଢ଼ିଲେ ବୃହସ୍ପତି ଚଳନ ଉପରେ, ଦ୍ୱିତୀୟ ପୃଷ୍ଠରେ ପଢ଼ିଲେ ଶନିଙ୍କ ଉପରେ, ତୃତୀୟ ପୃଷ୍ଠା। ଏପ୍ରିଲ 14ରୁ ମେ 14 ଯାଏ ମହାବିଷୁବ ସଂକ୍ରାନ୍ତି ଠାରୁ ଗୋଟିଏ ମାସ, ମାନେ ଠେକି ବସା ସଂକ୍ରାନ୍ତି ଠାରୁ ଠେକି ଉଠା ସଂକ୍ରାନ୍ତି ଯାଏ ଏ ମାସରେ ବିଛା ରାଶି ପ୍ରତି କରୁଣା ଅଛି ରବିଙ୍କର। ରବି ଷଷ୍ଠରେ, ଷଷ୍ଠ ରବି ଦିଅନ୍ତି ଆଉ ନିଅନ୍ତି। କ'ଣ ଦିଅନ୍ତି? ସୁଖ ଦିଅନ୍ତି। କ'ଣ ନିଅନ୍ତି? ଦୁଃଖ ନିଅନ୍ତି। ତେଣୁ ଅବଶ୍ୟ ଭଲ ହେବ ରବିଙ୍କ ପାଇଁ, ଯିଏକି ମାସର ମାଲିକ। ତା ଛଡ଼ା ଶନି ପଞ୍ଚମରେ, ଟିକିଏ ପୂର୍ବରୁ କହିଲି ଶନି 3 ନକ୍ଷତ୍ରଙ୍କୁ ଲାଭ ଦେବେ, ଶୁଭ ଦେବେ। ପଞ୍ଚମ ଶୁକ୍ର, ସେ ମୀନରେ ଅଛନ୍ତି, ସେ ସୁଖ ବାଣ୍ଟିବେ। କେତୁ ଏକାଦଶରେ, ମାନେ କନ୍ୟାରେ, ଏକାଦଶରେ କେତୁ ଥିଲେ ଯାବତୀୟ ରୋଗକୁ ସେ ହରଣ କରନ୍ତି ଆଉ ଜୀବନକୁ ଉପଭୋଗ କରାନ୍ତି। ଏହା ଛଡ଼ା ମଙ୍ଗଳ ବି କମ୍ ଦେବେନି। ଆସନ୍ତୁ କିଛି ଖଟା, କିଛି ମିଠା, କିଛି ସୁଖ, କିଛି ଦୁଃଖ, କିଛି ଆଲୋକ, କିଛି ଅନ୍ଧାରକୁ ନେଇ ଏ ମାସ ବିଛା ରାଶିମାନଙ୍କୁ, ବିଛା ରାଶିର ବନ୍ଧୁମାନଙ୍କୁ କିଭଳି ପ୍ରଭାବିତ କରୁଛି ଶୁଣିବା। ଏ ମାସରେ ଷଷ୍ଠ ରବି ସମସ୍ତ ପ୍ରକାର ସୁଖ ଓ ସମ୍ମାନ ଦେଇ ବିଛା ରାଶିର 3 ନକ୍ଷତ୍ରର ମଙ୍ଗଳ କାମନା କରିବେ। ସପ୍ତମ ଗୁରୁ ଯାମିତ୍ର ସଂସ୍ଥେ ବିପୁଳାଜ ଲକ୍ଷ୍ମୀ। ଯାମିତ୍ର ବୋଇଲେ ସପ୍ତମ, ବୃହସ୍ପତି ସପ୍ତମ ହେଲେ ବିପୁଳ ଲକ୍ଷ୍ମୀ ପ୍ରଦାନ କରନ୍ତି। ଧନ 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 ଅଜାଡ଼ି ଦିଅନ୍ତି। ଖାଲି କ'ଣ ଟଙ୍କା ପଇସା ନା କ'ଣ? ଆପଣଙ୍କର ସନ୍ତାନ ବି ଧନ, ବାଡ଼ି ପୋଖରୀ ବି ଧନ, ବଗିଚାର ଗଛ ବି ଧନ, କ୍ଷେତର ଶସ୍ୟ ବି ଧନ। ଅର୍ଥାତ୍ ବୃହସ୍ପତି ସପ୍ତମ ହେଲେ ସର୍ବବିଧ କଲ୍ୟାଣ କାମନା କରନ୍ତି। ସପ୍ତମ ଗୁରୁ ପ୍ରବଳ ଧନ ଓ ସୁଖ ଦେଇ ଜୀବନକୁ ଆନନ୍ଦିତ କରିବେ। ମିନସ୍ଥ ପଞ୍ଚମ ଶୁକ୍ର ବିଛାକୁ ଦୈନନ୍ଦିନ ଜୀବନରେ ଯାହା ଆବଶ୍ୟକ ତାହା ଯୋଗାଇ ଦେବେ। ପ୍ରତିଟି ଦିନ ମହା ଆନନ୍ଦରେ କଟିବ। ପଞ୍ଚମ ଶନି ହାନିକାରକ ହେଲେ ବି ଚଳନ ସମୟରେ ଚନ୍ଦ୍ର ଶୁଭ ଥିବାରୁ ସେ 16 ଓ 17 ନକ୍ଷତ୍ରକୁ ଲାଭ ଦେବେ ଓ 18 ନକ୍ଷତ୍ରକୁ ପ୍ରବଳ ସୁଖ ଦେବେ। ଏବଂ ଏକାଦଶ କେତୁ ଧନ ମାନ ସୁଖ ବନ୍ଧୁ ଇତ୍ୟାଦି ଦେଇ ସମସ୍ତ ପ୍ରକାର ଚିନ୍ତା ଦୂର କରିବେ। ଏକ ଅଲିଭା ସୁଖ ଦେବେ। କେତୁ ଏକ ଅଲିଭା ସୁଖ ଦେବେ ଓ ସବୁ ଯନ୍ତ୍ରଣାକୁ ଦୂର କରିବେ, ସୁଖ ଶାନ୍ତି ଅଜାଡ଼ି ଦେବେ। ନବମଙ୍ଗଳଙ୍କ ପାଇଁ ରକ୍ତ ଜନିତ ରୋଗ ହେଲେ ବି, ରକ୍ତଜନିତ ରୋଗ ବୋଇଲେ ଘା ହେବ, ବ୍ରଣ ହେବ, ବିପି ବଢ଼ିଯିବ ଇତ୍ୟାଦି ଇତ୍ୟାଦି। ବୁଧ ପଞ୍ଚମ ସ୍ଥାନରେ ଥିବାରୁ ଦୁଃସମ୍ବାଦ ଶୁଣାଇ ଶୋକ ଦେବେ। ପଞ୍ଚମ ଶନିଙ୍କ ଯୋଗୁଁ ଲାଭ ଅପେକ୍ଷା ହାନି ଅଧିକ ହେବ। ପଞ୍ଚମ ରାହୁଙ୍କ ପାଇଁ କଳହ ସୃଷ୍ଟି ହେବ, ନିନ୍ଦା ଆସିବ। ମାତ୍ର ସେ 16 ଅର୍ଥାତ୍ ବିଶାଖା ନକ୍ଷତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ।
ତାଙ୍କର ଜ୍ଞାନ ସୁତ ସୁଖ ବୃଦ୍ଧି ହେବ। ମାନେ ସଦ୍ଜ୍ଞାନ ଆସିବ, ସଦ୍ଜ୍ଞାନ ଆସିଲେ ବିବେକ ଆସିବ, ସଦ୍ଜ୍ଞାନ ବିବେକ ବଳରେ ସେ ସୁଖୀ ହେବେ। ତା ଛଡ଼ା ଯେଉଁମାନେ ଚାହୁଁଥିବେ ସନ୍ତାନ, ତାଙ୍କର ସନ୍ତାନ ଲାଭ ହେବ। ଯେଉଁମାନେ ଚାହୁଁଥିବେ ଧନରୁ ସୁଖ, ଏଇ 16 ନକ୍ଷତ୍ର ବାଲା ତାଙ୍କୁ ସେ ସୁଖ ମିଳିବ। ଯତ୍ନ କଲେ ଆଚ୍ଛା, ଅନୁକୂଳ କରି ରାହୁ ଅନୁକୂଳ ହୋଇ ତାଙ୍କର ଜ୍ଞାନ ସୁତ ଓ ସୁଖ ଉନ୍ନତି କଳ୍ପେ ଯତ୍ନ କରିବେ। ପଞ୍ଚମରେ 4 ଗ୍ରହ ଥିବାରୁ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ମାସଟି ଅତି ଅନୁକୂଳ। ଏଣୁ ଏମାନେ ସାବଧାନତା ସହିତ ନିଜ ଚେଷ୍ଟାରେ ଅଗ୍ରସର ହୁଅନ୍ତୁ। ବିଶେଷ ମଙ୍ଗଳ ହେବ, କର୍ମ ଚଞ୍ଚଳ ହେବେ ଓ ଅଧ୍ୟୟନରେ ଅନୁରାଗ ବଢ଼ିବ। ସପ୍ତମରେ ଗୁରୁ ଥିବାରୁ ସମସ୍ତ ବର୍ଗୀୟ ମହିଳାଙ୍କର ମଙ୍ଗଳ ହେବ। ସେମାନେ ସୁଖରେ କାଳାତିପାତ କରିବେ, ପରିବାରର ଶୁଭ କାମନା କରିବେ। ଧନ ସୁଖ ଦେଇ ଶାନ୍ତି ପାଇଥିବାରୁ ସେମାନେ ସମସ୍ତେ ପରିବାରର ପ୍ରତି ସଦସ୍ୟ ଓଠରେ ହସ ସୃଷ୍ଟି କରିବେ। ରବି, ଗୁରୁ, ଶୁକ୍ର ଓ କେତୁ ସୁଖ ଦେବେ, ମାନେ ଧନ ଦେବେ। ଧନ ବ୍ୟୟ କରି ସୁଖ ପାଇବେ। ଏହି ଧନକୁ ସଞ୍ଚୟ କଲେ ଭଲ। ଧାର ଉଧାର ଦେଇ ଶତ୍ରୁ ସୃଷ୍ଟି କରିବେନି। ଯଦି ଏଇ ଧନକୁ ଆପଣ ବିଶ୍ୱାସରେ ବା ଲୋଭରେ ବା ଲାଭ ଆଶାରେ କାହାକୁ ଦେବେ, ବିଛାରାଶିଆମାନଙ୍କୁ କହୁଛି ମୁଁ, କାହାକୁ ଧାର ଦିଅନ୍ତୁନି, ପାଇବା ଆଶାରେ କାହାକୁ ଦିଅନ୍ତିନି, ବୁଡ଼ିଯିବ। ଏ ମାସରେ ଆପଣ ଯାହାକୁ ଧନ ଦେବେ ତାହା ବୁଡ଼ିଯିବ, ଫେରିବାର ଆଶା କମ୍। ଝଗଡ଼ା ଝାଟି କରି, ମାରପିଟ କରି, କଳହ କରି, କେସ୍ ବେସ୍ କରି ଶେଷରେ ବର୍ବାଦ ହେଇଯିବେ। ନା 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 ନା, ସେ କାମ କରନ୍ତୁନି। କର୍ମଚାରୀଗଣ ଯିଏ ଯେପରି ଯେଉଁଠି ଅଛନ୍ତି, ସେମାନେ ନିଜ କର୍ମକୁ ଭଲ ପାଆନ୍ତୁ, ଭଲ ଫଳ ମିଳିବ, ନହେଲେ ବଦନାମୀ ହେଇଯିବେ। ସେମାନେ ସମସ୍ତେ ଧ୍ୟାନର ସହ ଶୁଣନ୍ତୁ ଯେ ଯଦି ଉପରସ୍ଥ ଅଧିକାରୀ ସନ୍ତୁଷ୍ଟ, ତାହେଲେ ସମ୍ମାନ ପାଇବେ। ତେଣୁ କର୍ମଚାରୀମାନେ କର୍ମକ୍ଷେତ୍ରରେ କର୍ମ କଲାବେଳେ ଉପରସ୍ଥ କର୍ମଚାରୀଙ୍କର ପରାମର୍ଶ ନିଅନ୍ତୁ, ତାଙ୍କ ପରାମର୍ଶ ମାନନ୍ତୁ, ମଙ୍ଗଳ ହେବ। ସାମାଜିକ ପ୍ରତିପତ୍ତି ବଢ଼ିବା ପାଇଁ ହେଲେ ସବୁବେଳେ ଟିକେ ହସନ୍ତୁ, ନହେଲେ ପଡ଼ୋଶୀ ନାକରେ କାଠି ପୁରେଇ ଛିଙ୍କିବେ ଯେ ଏଟା ଦେଖେଇ ହେଉଛି। ହେ ନାଇଁ 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 ନାଇଁ, କଠିନ ଶ୍ରମ କଲେ ଶାନ୍ତି ମିଳିବ, ଅନ୍ୟଥା ଝମିଲା ବଢ଼ିଯିବ। କାନ୍ଦିବେ। ତୃତୀୟ ଶନି ପଞ୍ଚମରେ, ଏଣୁ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହେବ। ସମସ୍ତଙ୍କ ଓଠରେ ହସ ଫୁଟାଇବା ପାଇଁ ଆପଣଙ୍କୁ ହସିବାକୁ ପଡ଼ିବ, ମଧୁର ବ୍ୟବହାର କରିବାକୁ ପଡ଼ିବ, ନହେଲେ ବନ୍ଧୁଙ୍କ ସହ ମନାନ୍ତର ହେବ। ବ୍ୟବସାୟୀ ମାନେ ଟିକେ ଚିନ୍ତାରେ ପଡ଼ିଯିବେ, କାରଣ ବ୍ୟବସାୟ ବଡ଼ ମାନ୍ଦାରେ ଚାଲିବ, ଭାରି ବାଧିବ। ଆଉ ଯିଏ ଯେଉଁଠି କର୍ମ କରୁଛନ୍ତି ସେଠାରୁ ତାଙ୍କୁ ବଦଳି କରାଯିବ। ଯେଉଁଠି ଗଲେ ଦୁଃଖ ପାଇବେ। ଏମିତି ଦୁଃସମୟ ବିଛାରାଶିରେ ଆସିଯାଇଛି ଏ ମାସରେ। କେତୁଙ୍କ ପାଇଁ, କେତୁ ଟିକେ ଶୁଭରେ ଅଛନ୍ତି, ଏକାଦଶରେ ଅଛନ୍ତି, ସେ ସବୁ କଲ୍ୟାଣ କରିବେ। ହେଲେ
ଅଜାଗା ଘା ଦେଖି ହୁଏ ନା କି ଦେଖେଇ ହୁଏ ନା। ଦୁଇଟା ଗୁପ୍ତ ଅଙ୍ଗ ଆମର, ସେ ଅଙ୍ଗରେ ଯନ୍ତ୍ରଣା ହେବ, ଦୁଃଖ ହେବ, ଡାକ୍ତରଙ୍କୁ ଦେଖେଇ ହେବନି କି ଦୁଃଖ ସହି ହେବନି। ତେଣୁ ଦୁବ ଚାଉଳରେ ଗଣେଶଙ୍କୁ ପୂଜା କରନ୍ତୁ। ଯେବେ ଦୁଃଖ ଅନୁଭବ କରିବେ ତେବେ ଗଣେଶଙ୍କୁ ପୂଜା କରନ୍ତୁ। ଯଦି ଏବେଠୁ ପୂଜା କରିବେ ଦୁଃଖ ଆସିବନି। ଆଉ କ'ଣ କହିବେ? ହଁ, ଓಂ ଗଂ ଗଣପତେ ନମଃ, ଓಂ ଗଂ ଗଣପତେ ନମଃ ଏ ମନ୍ତ୍ର କହି କହି 2ଟି ଦୁବ 2ଟି ଚାଉଳ ଗଣେଶଙ୍କ ମୁଣ୍ଡ ଉପରେ ଦିଅନ୍ତୁ। ଆପଣଙ୍କର ମଙ୍ଗଳ ହେବ। ରହିଲି, ନମସ୍କାର।